ରଥଯାତ୍ରା ହେଉଛି ଆମର ଜାତୀୟ ଗୋଟିଏ ଗଣତାନ୍ତ୍ରିକ ଉତ୍ସବ। ଆଜ୍ଞା ଏଇଟାକୁ ଆମେ ସମସ୍ତେ ଭାରତବାସୀ ମନାଉଛେ, ତ ସେଥିପାଇଁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ शुभकामना। ଆଚ୍ଛା ଆପଣ ସେଲିବ୍ରେସନ୍ କରନ୍ତି ମାନେ 26 ହଁ ଜାନୁଆରୀ? ନିଶ୍ଚିନ୍ତ, କେବଳ ଆମେ କାହିଁ ପ୍ରତ୍ୟେକ ହିନ୍ଦୁ ପ୍ରତ୍ୟେକ ଭାରତୀୟ ଯେ ଏହାକୁ ପାଳନ କରୁଛନ୍ତି। ତାପରେ ତା ସହିତ ଆମେ ଆଜି ନୁହେଁ, ଛୋଟବେଳେ ବି ସ୍କୁଲ ବେଳେ ପାଳୁଥିଲୁ, ତେବେ ଏବେ ଅଫିସ ଆମର କର୍ମକ୍ଷେତ୍ରରେ ପାଳନ କରୁଛୁ। ଏମିତି ଯୁଗ ଚାଲିଥିବ। এটা ତ ଆମର ଅନେକ ଗଣତନ୍ତ୍ର। ବଳିଦାନ ଦେଇଛନ୍ତି ଏଇ ସ୍ଵାଧୀନ ହବା ପାଇଁ, ଅନେକ ମହାପୁରୁଷ, ତାଙ୍କୁ କଣ କହିବେ? ସେମାନଙ୍କ ପାଇଁ ଆମ ପାଖରେ ସେମିତି କିଛି କହିବା ପାଇଁ ତ ମାନେ ବର୍ଣ୍ଣନା କରିବା ପାଇଁ କିଛି ଆମ ପାଖରେ ନାହିଁ। କାହିଁକିନା ଯେହେତୁ ଆମେ ତାଙ୍କ ବିଷୟରେ ଶୁଣିଛୁ, ସେ ଯେ କେତେ ମହାନ ଆମ ଦେଶ ପାଇଁ ବା ଜାତି ପାଇଁ ସେମାନେ ବଳିଦାନ ଦେଇଛନ୍ତି, ସେମାନଙ୍କୁ ଚିର ନମସ୍ତ ସହିତ ଆଉ ଅଭିନନ୍ଦନ ମଧ୍ୟ। ଆଉ କଣ କହିବେ ଆପଣଙ୍କ ଜୟଦେବ ନିର୍ବାଚନ ମଣ୍ଡଳୀ କି ଯିଏ ରହିଛନ୍ତି କମଳ କୁମାର ପାତ୍ର, ଯାହାଙ୍କ ନେତୃତ୍ୱରେ ଆଗକୁ ଚାଲିଛନ୍ତି? କମଳ କୁମାର ପାତ୍ର, ଯାହାକୁ ଆମେ ଆଦରର ଚନ୍ଦନ ଭାଇ ବୋଲି କହୁଛେ, ସିଏ ବି ବହୁତ ଉଚ୍ଚ କୋଟିର ଆଉ ଉଚ୍ଚ ଚିନ୍ତାଧାରା ଲୋକ। ସିଏ ସଦାସର୍ବଦା କେମିତି ଲୋକଙ୍କର ଉନ୍ନତି ହେବ ଏବଂ କେମିତି ଏ ଜନସମାଜ ନିଜର ଦୁଃଖ କଷ୍ଟରୁ ଦୂରରେ ରହିବ, ସିଏ ସଦାସର୍ବଦା ଚେଷ୍ଟା କରିଆସିଛନ୍ତି। ତାହା ସହିତ ସିଏ ପ୍ରତ୍ୟେକଟି ପରିବାରକୁ ନିଜର ପରିବାର ଭାବି ସେବା କରିଚାଲିଛନ୍ତି। ତେଣୁ ତାଙ୍କୁ ଆମେ ତାଙ୍କ ବିଷୟରେ କହିବାକୁ ହେଲେ ଆମେ ସେ ଏତେ ଶୀର୍ଷରେ ଅଛନ୍ତି ଯେ ଆମେ ତାଙ୍କ ବିଷୟରେ କିଛି କହିବା ହିଁ ଆମର ସେଇଟା ଗୋଟେ ଇଏ ହେବ। ତେଣୁ ସେଥିପାଇଁ ଆମେ ତାଙ୍କୁ ସଦାସର୍ବଦା ଚିରସ୍ମରଣୀୟ ଏବଂ ସହଯୋଗ ସହିତ ସହଯୋଗ କରିବା ସହିତ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ କି ଭଗବାନ ତାଙ୍କୁ ଏମିତି ଚିର ଦୀର୍ଘାୟୁ ଦିଅନ୍ତୁ ଏବଂ ସେ ଏମିତି ଲୋକମାନଙ୍କର ସେବା କରି ତାଙ୍କର ଯଶସ୍ୱ ବଢ଼େଇ ଚାଲନ୍ତୁ। ଆପଣଙ୍କ କାମ କେମିତି ଚାଲିଛି ଏବେ? ବହୁତ ବଢ଼ିଆ ଚାଲିଛି। ଆଉ ଭଗବାନଙ୍କ ଆଶୀର୍ବାଦରୁ ଏବଂ ଗୁରୁଜନଙ୍କ ଆଶୀର୍ବାଦରୁ ଆମେ ନିଜ ପଥ କୁସୁମିତ ହେଉଛି, ସେଇଟା ଆମର ଏଇ ଭାଗ୍ୟବାନ ଏଇଟା।